ଏହି ଅପାର ଆଇଡିର ଫର୍ମଟିକୁ ନବମ ଦଶମ ଏକାଦଶ ଏବଂ ଦ୍ୱାଦଶ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀମାନେ ଏହି ଫର୍ମଟିକୁ ପୂରଣ କରିକି ନିଜର ବିଦ୍ୟାଳୟରେ ଦେବେ। ତ ଚାଲନ୍ତୁ ଆମେ ଏହି ଭିଡ଼ିଓରେ ଆଲୋଚନା କରିବା ଯେ ଆପଣମାନେ କେଉଁଠାରେ କ'ଣକୁ ଲେଖିବେ, କିଭଳି ଭାବରେ ଏହି ଫର୍ମଟିକୁ ପୂରଣ କରିବେ। ଏଠାରେ ଆପଣମାନେ ଦେଖିପାରୁଥିବେ ବିଦ୍ୟାଳୟର ନାମ ରହିଛି। ତ ସେ ବିଦ୍ୟାଳୟର ନାମରେ ଆପଣଙ୍କର ସ୍କୁଲର ନାମ ଏବଂ କଲେଜର ନାମକୁ ଏଠାରେ ଆପଣମାନେ ଲେଖିବେ। ବ୍ଲକର ନାମ, ବ୍ଲକର ନାମରେ ଆପଣଙ୍କର ସ୍କୁଲଟି ଯେଉଁ ବ୍ଲକରେ ରହିଛି ସେହି ବ୍ଲକର ନାମ। ଏଠାରେ ଆପଣଙ୍କର ବ୍ଲକର ନାମ ଲେଖିବେ ନାହିଁ, ଆପଣ ଯେଉଁ ସ୍କୁଲରେ ଯେଉଁ କଲେଜରେ ପଢ଼ୁଛନ୍ତି ସେହି କଲେଜ କେଉଁ ବ୍ଲକରେ ରହିଛି ତାହାର ନାମ ଲେଖିବେ। ତାପରେ ଜିଲ୍ଲାର ନାମ, ଆପଣଙ୍କର କଲେଜଟି କେଉଁ ଜିଲ୍ଲାରେ ରହିଛି ସେହି ଜିଲ୍ଲାର ନାମକୁ ଆପଣ ଲେଖିବେ। ଆପଣଙ୍କର ନିଜର ଜିଲ୍ଲାର ନାମ ଲେଖିବେ ନାହିଁ, ଏଠାରେ ଆପଣଙ୍କର ସ୍କୁଲ କିମ୍ବା କଲେଜ ଯେଉଁ ଜିଲ୍ଲାରେ ରହିଛି ସେଇଠାର ଜିଲ୍ଲାର ନାମକୁ ଲେଖିବେ। ତାପରେ ଦେଇଛି ୟୁଡାଇସ୍ କୋଡ୍। ତ ୟୁଡାଇସ୍ କୋଡ୍ ମାନେ କ'ଣ? ପ୍ରତିଟି ସ୍କୁଲ ଏବଂ କଲେଜକୁ କିଛି କୋଡ୍ ଦିଆଯାଇଥାଏ, ୟୁଡାଇସ୍ କୋଡ୍। ତ ପ୍ରତିଟି ସ୍କୁଲ କଲେଜର ୟୁଡାଇସ୍ କୋଡ୍ ସ୍ୱତନ୍ତ୍ର କୋଡ୍ ଥାଏ। ତ ଏହାକୁ ଆପଣମାନଙ୍କର ସ୍କୁଲ କିମ୍ବା କଲେଜର ହେଡ଼ମାଷ୍ଟର ପ୍ରିନ୍ସିପାଲ ମାନଙ୍କ ଠାରୁ ଆପଣମାନେ ଏହାକୁ ଆଣିକି ଫିଲ୍ଅପ୍ କରିପାରିବେ। ତାପରେ ଦେଖନ୍ତୁ ଏହାର ତଳେ ଆପଣମାନେ ଦେଖିପାରୁଥିବେ ମୁଁ ଶ୍ରୀ ଶ୍ରୀମତୀ। ତ ଏଠାରେ ଆପଣମାନଙ୍କର ପିତାଙ୍କର ନାମ କିମ୍ବା ମାତାଙ୍କର ନାମ କିମ୍ବା ଆପଣମାନଙ୍କର ଯଦି ପିତାମାତା କେହି ବି ନାହାନ୍ତି ତ ଆପଣଙ୍କର ଅଭିଭାବକ ଯିଏ ବି ରହିଛନ୍ତି, ଯାହାଙ୍କ ପାଖରେ ଆପଣ ରହିକି ପାଠ ପଢ଼ୁଛନ୍ତି, ଗାର୍ଡ଼ିଆନ୍ ଯିଏ ଆପଣଙ୍କର, ତାଙ୍କର ନାମକୁ ଏଠାରେ ଲେଖିପାରିବେ। ତାପରେ ଦେଖନ୍ତୁ ଗ୍ରାମର ନାମ, ଆପଣଙ୍କର ଗ୍ରାମର ନାମକୁ ଏଠାରେ ଲେଖିବେ। ତାପରେ ଏଠି ଆପଣଙ୍କର ନିଜର ସମସ୍ତ ଲେଖିବେ। ଉପରେ ଯାହା ବି ଲେଖାଯାଉଥିଲା ସବୁ ସ୍କୁଲର ଆଡ୍ରେସ୍ ଥିଲା, କିନ୍ତୁ ଏଠାରେ ସବୁ ଆପଣଙ୍କର ବାପାଙ୍କର କିମ୍ବା ମାଆଙ୍କର ଯେଉଁ ମାନେ ଆପଣ ଯେଉଁ ଗ୍ରାମର ସେଠାରେ ଆପଣଙ୍କର ଡିଟେଲ୍ସ ସବୁ ଦେବେ। ତାପରେ ଗ୍ରାମର ନାମ ଏଠାରେ ଲେଖିବେ। ତାପରେ ପୋଷ୍ଟ ଅଫିସ୍ ଦେଇଛି, ଆପଣଙ୍କର ଯେଉଁ ପୋଷ୍ଟ ଅଫିସ୍ ରହିଛି ସେଠାରେ ଆପଣଙ୍କର ପୋଷ୍ଟ ଅଫିସ୍ର ନାମକୁ ଲେଖିବେ। ତାପରେ ଭାୟାର ନାମ ଏଠାରେ ଲେଖିବେ। ଜିଲ୍ଲା, ଆପଣଙ୍କର ଘର ଯେଉଁ ଜିଲ୍ଲାରେ ତ ସେଇ ଜିଲ୍ଲାର ନାମ ଏଠାରେ ଲେଖିବେ। ତାପରେ ଆଧାର ନମ୍ବର, ତ ଏଠାରେ ଆଧାର ନମ୍ବର କାହାର ଆଧାର ନମ୍ବର ଲେଖିବେ। ତ ଏଇଟା ଦେଖନ୍ତୁ ଏଠାରେ ଆପଣଙ୍କର ପିତାଙ୍କର କିମ୍ବା ମାତାଙ୍କର ଆଧାର କାର୍ଡ଼ ନମ୍ବରକୁ ଏଠାରେ ଲେଖିବେ। ଉପରେ ଯାହାଙ୍କ ନାମ ଲେଖିଥିବେ ତାଙ୍କର ଆଧାର କାର୍ଡ଼ ନମ୍ବର ଲେଖିବେ। ତାପରେ ଏଠାରେ ପ୍ୟାନ୍ କାର୍ଡ଼ ନମ୍ବର, ଆପଣଙ୍କର ଯଦି ଏଠାରେ ବାପାଙ୍କ ନାମ ଲେଖିଥିବେ ତେବେ ବାପାଙ୍କର ପ୍ୟାନ୍ କାର୍ଡ଼ ନମ୍ବର ଦେବେ। ତାପରେ ଦେଖନ୍ତୁ ତାପରେ ଦେଇଛି ନିର୍ବାଚନ ଫଟୋ ପରିଚୟ ସଂଖ୍ୟା, ତ ଆପଣଙ୍କର ବାପାଙ୍କର ଭୋଟର ଆଇଡ଼ିର ନମ୍ବରକୁ ଏଠାରେ ଲେଖିବେ। ତାପରେ ଦେଇଛି ଦେଖନ୍ତୁ ଡ୍ରାଇଭିଂ ଲାଇସେନ୍ସ ସଂଖ୍ୟା, ତ ଆପଣ ଯଦି ଏହା ମଧ୍ୟରୁ ଯେକୌଣସି ଗୋଟିଏକୁ ଆପଣ ଫିଲ୍ଅପ୍ କରିବେ। ଯଦି ଆପଣ ଭୋଟର ପରିଚୟ ଅଛି ତ ଭୋଟର ପରିଚୟ, ନିର୍ବାଚନ ଭୋଟର ପରିଚୟ ସେଇଟାକୁ ଫିଲ୍ଅପ୍ କରିବେ, ନହେଲେ ଡ୍ରାଇଭିଂ ଲାଇସେନ୍ସର ନମ୍ବରଟିକୁ ଦେବେ। ଯେକୌଣସି ଗୋଟିଏକୁ ଆପଣମାନେ ଫିଲ୍ଅପ୍ କରିବେ। ତାପରେ ଦେଖନ୍ତୁ ମୋର ପୁଅ ବା ଝିଅ ଶ୍ରୀ ଶ୍ରୀମାନ ଯେ ଆପଣଙ୍କର ଯିଏ ଛାତ୍ର ଜଣକ ଯିଏ ଥାଆନ୍ତି, ପୁଅ କିମ୍ବା ଝିଅ ଯିଏ ବି ହେଇଥିବେ, ତ ସେଠି ସେଇ ଛାତ୍ର ଜଣକର ଷ୍ଟୁଡେଣ୍ଟଙ୍କର ନାମକୁ ଏଠାରେ ଲେଖାଯିବ। ଉପରେ ଲେଖାଯାଇଥିଲା ଆପଣଙ୍କର ବାପା କିମ୍ବା ମାଆଙ୍କର ନାମ, ଏଠାରେ ଲେଖିବେ ଆପଣଙ୍କର ନାମ, ଛାତ୍ର ଯିଏ ବି ତାଙ୍କର ନାମକୁ ଲେଖିବେ। ତାପରେ ଆଧାର ନମ୍ବର, ଏଠାରେ ଆପଣଙ୍କର ସେ ଷ୍ଟୁଡେଣ୍ଟଙ୍କର ଆଧାର ନମ୍ବରକୁ ଏଠାରେ ଲେଖିବେ। ତାପରେ ଦେଖନ୍ତୁ ବିଦ୍ୟାଳୟରେ ପଢ଼ୁଅଛି ମାନେ ଆପଣଙ୍କ ସ୍କୁଲ ନାଁଟିକୁ କିମ୍ବା କଲେଜ ନାଁଟିକୁ ଆପଣ ଏଠାରେ ଲେଖିବେ। ମୁଁ ଏତଦ୍ୱାରା ସ୍ୱେଚ୍ଛାକୃତ ଭାବେ ସମ୍ମତି ପ୍ରଦାନ କରୁଅଛି ଯେ ମୋ ପୁଅ କିମ୍ବା ଝିଅ, ତ ଏଠାରେ ଦେଖନ୍ତୁ ଆପଣଙ୍କର ଯେ ବି ମାନେ ଷ୍ଟୁଡେଣ୍ଟ ଜଣକ ଯିଏ ତାଙ୍କ ନାଁଟିକୁ ଏଠାରେ ଲେଖିବେ। ତ ଏଠାରେ ଏତିକି ଫିଲ୍ଅପ୍ କରିସାରିଲା ପରେ ତାପରେ ଦେଖନ୍ତୁ ଆପଣମାନେ ଏଠି ତଳକୁ ଯିବେ। ତ ତଳେ ଏଠି ଦେଖନ୍ତୁ ଏଠି ରହିଛି ସମ୍ମତି ପ୍ରଦାନ ତାରିଖ ରହିଛି। ତ ଆପଣମାନେ ଯେଉଁ ତାରିଖରେ ଏଇ ଫର୍ମଟିକୁ ଫିଲ୍ଅପ୍ କଲେ କରିକି ଡିପୋଜିଟ୍ କରିବା ପାଇଁ ନେଉଛନ୍ତି ତ ସେହି ଡେଟ୍ ଏଠି ଲେଖିବେ ଏବଂ ସ୍ଥାନଟିକୁ ପ୍ଲେସ୍ଟିକୁ ଏଠାରେ ଲେଖିବେ। ତାପରେ ଏଠି ପିତା ମାତା କିମ୍ବା ଆଇନଗତ ଅଭିଭାବକଙ୍କ ଦସ୍ତଖତ ଆପଣ ଏଠାରେ ଦେବେ। ତ ଆପଣଙ୍କର ବାପାଙ୍କର ଉପରେ ଯାହାଙ୍କ ନାମ ଲେଖିଥିଲେ ସେ ଏଠାରେ ଦସ୍ତଖତ କରିବେ, ବାପାଙ୍କର କିମ୍ବା ମାଆଙ୍କର ଯଦି ଲେଖିଥିବେ ମାଆଙ୍କର, କିମ୍ବା ଆପଣଙ୍କର ଯଦି କେହି ଅଭିଭାବକ ଅଛନ୍ତି, ଗାର୍ଡ଼ିଆନ୍ ଅଛନ୍ତି, ତାଙ୍କର ଏଠାରେ ନାମକୁ ଦସ୍ତଖତ କରିବେ। ସେ ବ୍ୟକ୍ତି ଜଣକ ଏଠାରେ କରିବେ ଦସ୍ତଖତ। ତାପରେ ଦେଖନ୍ତୁ ଏଠାରେ ତଳେ ରହିଛି ଏଗୁଡ଼ିକ ତ ଆପଣଙ୍କର ଶିକ୍ଷକ, ପ୍ରଧାନ ଶିକ୍ଷକ କିମ୍ବା ଅନ୍ୟ କର୍ମଚାରୀମାନେ ଏଇଟା କେବଳ ଅଫିସିଆଲ ୟୁଜ୍ ପାଇଁ, ତ ଆପଣମାନେ ଏଇଟାକୁ କରିବେନି, ଏଇଟା ଆପଣ ଦେଇଦେଲେ ସେମାନେ ତାଙ୍କର ଅଫିସିଆଲ ସେମାନେ ଏଇଟାକୁ ଫିଲ୍ଅପ୍ କରିବେ। ତ ଏହା ଥିଲା ଭିଡ଼ିଓଟି। ଯଦି